করুন কিন্তু ସେମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ। ଯେତେବେଳେ ଏ ସମସ୍ତେ ପିଲା କେହି ବି ଯେମିତି ଶିକ୍ଷାରୁ ବଞ୍ଚିତ ନ ହେବେ ଏବଂ ସମସ୍ତେ ମଣିଷ ପରି ମଣିଷ ହେବେ ସେତେବେଳେ ଯାଇ ଦେଶର ବିକାଶ ସମ୍ଭବ ରହିଛି। ତେଣୁ ଆମେ ସମସ୍ତ ପିଲା ଆମ ଅଞ୍ଚଳରେ କେମିତି ପାଠ ପଢ଼ିବେ ସେଥିପାଇଁ ଆମେ ପ୍ରୟାସ କରିବା ଆବଶ୍ୟକତା ରହିଛି। ସରକାରଙ୍କ ତରଫରୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଲେ ତାଙ୍କ ନିଜସ୍ୱ ପରିକଳ୍ପନା ଅନେକ ଜାଗାରେ 5Tରେ କିଛି ରୂପାନ୍ତରକରଣ ହେଇଛି ସ୍କୁଲ ମାନଙ୍କର, କିନ୍ତୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଆଜି ବି ସୁଦୃଢ଼ ହୋଇପାରି ନାହିଁ। ତା ପାଇଁ ଆଜି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଚିନ୍ତା କଲେ କି ଆମେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ତାର ଉତ୍ତମ ଭିତ୍ତିଭୂମି ସହିତ ଶୈକ୍ଷିକ ବାତାବରଣ ତିଆରି କରିବା ପାଇଁ ଆମେ ପ୍ରତି ଗ୍ରାମ ପଞ୍ଚାୟତରେ ଓଡ଼ିଶା ରାଜ୍ୟର 6794 ଗ୍ରାମ ପଞ୍ଚାୟତରେ ଗୋଦାବରିଷ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବା। ଆଜି ସରକାରଙ୍କର ଏ ନିଷ୍ପତ୍ତି ବଡ଼ ନିଷ୍ପତ୍ତି ହେଇଛି। ଆଜି ପ୍ରତି ପଞ୍ଚାୟତରେ ପର୍ଯ୍ୟାୟକ୍ରମେ 4-5 ବର୍ଷ ଭିତରେ ଗୋଟିଏ ଗୋଟିଏ ଗୋଦାବରିଷ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ। ଉତ୍ତମ ଭିତ୍ତିଭୂମି ସହିତ ଶୈକ୍ଷିକ ବାତାବରଣ ପରିବେଶ ତିଆରି ହେବ। ସେଭଳି ଆଜି ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଧୁଗଣ, ମୁଁ ଏଠିକୁ ଆସିଲା ପରେ ଶୁଣିଲା ପରେ ଆଉ ବି ଖୁସି ହେଲି କି ଗତ ଦିନରେ PM ଶ୍ରୀ ସ୍କୁଲ ଆଜି ଓଡ଼ିଶାରେ ହେଇନଥିଲା, କିନ୍ତୁ ସରକାର ଆସିବା ପରେ ପରେ ଆମେ ଭାରତ ସରକାର ସହିତ ଏମ୍ ସ୍ୱାକ୍ଷର କଲୁ। ଆଉ ଆଜି ଓଡ଼ିଶାରେ ବି ଆଜି ଆମେ PM ଶ୍ରୀ ସ୍କୁଲ ପାଇଛେ। ଆଜି ସେ PM ଶ୍ରୀ ସ୍କୁଲରେ ଆଜି ଏ ସ୍କୁଲ ବି ଆଜି ଅନ୍ତର୍ଭୁକ୍ତ ହେଇଛି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ଏ PM ଶ୍ରୀ ସ୍କୁଲ ମାଧ୍ୟମରେ ହେଇପାରିବ। ଆପଣମାନେ ସୌଭାଗ୍ୟ ଆଜି ଏ ସ୍କୁଲ PM ଶ୍ରୀ ସ୍କୁଲ ଆଜି ହେଇପାରିଲା। ଆଜି ଓଡ଼ିଶା ରାଜ୍ୟର 500ରୁ ଉର୍ଦ୍ଧ୍ୱ ସ୍କୁଲକୁ ଆଜି ଆମେ PM ଶ୍ରୀ ସ୍କୁଲରେ ସାମିଲ କରିପାରିଛୁ। ତେଣୁ ସରକାର ଆସିବା ପରେ ଗୋଟିଏ ପରେ ଗୋଟିଏ ଅନେକ କଥା ଆଜି ଆମର ମାନ୍ୟବର ବିଧାୟିକା ବି କହୁଥିଲେ କି ଆମର ଶିକ୍ଷକର ଅଭାବ ରହିଛି। ଏ କଥା ବି ଆମେ ମନ୍ତ୍ରୀଙ୍କ ସହିତ ଆଲୋଚନା କରୁଥିଲୁ। ଆମେ ସରକାରରେ ଆସିବା ପରେ ପରେ ଆଜି ଆମେ 16,009 କନିଷ୍ଠ ଶିକ୍ଷକ ଦେଲେ ଏବଂ କନିଷ୍ଠ ଶିକ୍ଷକ ଦେବା ପରେ ପରେ ତାଙ୍କର ବି ଯେଉଁ ଦରମା 11,100 ଟଙ୍କା ଥିଲା ତାକୁ ପୁନର୍ବାର ତାଙ୍କୁ 16,000କୁ ବୃଦ୍ଧି କରାଗଲା। ତାର ବ୍ୟବସ୍ଥା ହେଲା। ଖାଲି 16,009 ଶିକ୍ଷକ ନୁହଁ, ପରବର୍ତ୍ତୀ ସମୟରେ ବି ଆମେ ଆଉ 2,000 ଶିକ୍ଷକ ବି ନିଯୁକ୍ତି ଦେବାର ବ୍ୟବସ୍ଥା କରିଛେ। ବର୍ତ୍ତମାନ ଆମେ 18,000 ଶିକ୍ଷକ ଓଡ଼ିଶା ରାଜ୍ୟରେ ଆମେ ନିଯୁକ୍ତି ଦେଇସାରିଛୁ ଏବଂ ଆଗାମୀ ଦିନରେ ବି ଶିକ୍ଷକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପୁନର୍ବାର ବର୍ତ୍ତମାନ ବି ଆମେ ଶିକ୍ଷକ ଦେବାର ବ୍ୟବସ୍ଥା କରିଛେ। ବର୍ତ୍ତମାନ ବି LTR ଶିକ୍ଷକ ଯୋଉଟା ଆମର ରିକ୍ରୁଟମେଣ୍ଟ ପ୍ରୋସେସରେ ବର୍ତ୍ତମାନ ରହିଛି, ଆମେ 6,000 ଶିକ୍ଷକ ନିଯୁକ୍ତି ଦେବା ପାଇଁ ବର୍ତ୍ତମାନ ବି ଆମେ ବ୍ୟବସ୍ଥା କରୁଛୁ। ଆଗାମୀ ଦିନରେ ବି ଅନେକ ଶିକ୍ଷକ କେମିତି ନିଯୁକ୍ତି ହେବେ, ଯଦି ନିଯୁକ୍ତି କ୍ଷେତ୍ରରେ ଯଦି ଦେଖାଯିବ ତ ଶିକ୍ଷା ବିଭାଗରେ ହିଁ ଅଧିକାରୁ ଅଧିକା ନିଯୁକ୍ତି ବର୍ତ୍ତମାନ ଆମେ ଦେଇସାରିଛେ ଏବଂ ଆଗାମୀ ଦିନରେ ବି ଦେବାର ବ୍ୟବସ୍ଥା କରୁଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଆଜି ଶିକ୍ଷା କ୍ଷେତ୍ର ବି ବଜେଟରେ ତାର ଅଧିକା ପ୍ରାବଧାନ କରାଯାଇଛି। 31,185 କୋଟି ଟଙ୍କାର ବ୍ୟବସ୍ଥା ଆଜି ଶିକ୍ଷା ପାଇଁ ବ୍ୟବସ୍ଥା ହେଇଛି। ତେଣୁ ଶିକ୍ଷାକୁ ଆମେ ମୁଁ ଯାହା ଦେଖୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେହେତୁ ନିଜେ ବି ଜଣେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଥିଲେ ଏବଂ ସେ ଗୁରୁଜୀ ଥିବା କାରଣରୁ ଶିକ୍ଷା ବ୍ୟବସ୍ଥା କେମିତି ଓଡ଼ିଶାରେ ପରିବର୍ତ୍ତନ ଆସିବ ସେଥିପାଇଁ ସେ ପ୍ରୟାସରତ ରହିଛନ୍ତି। ଏବଂ ଖାଲି ଏତିକି ନୁହଁ, ଆପଣମାନେ ସମସ୍ତେ ଜାଣନ୍ତି PM ପୋଷଣ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ପିଲାମାନେ ମଧ୍ୟାହ୍ନ ଭୋଜନ ପାଉଥିଲେ, କିନ୍ତୁ 9th 10thର ପିଲାମାନେ ମଧ୍ୟାହ୍ନ ଭୋଜନ ପାଉନଥିଲେ। ଗୋଟିଏ ଅନୁଷ୍ଠାନରେ 2 ପ୍ରକାର ବ୍ୟବସ୍ଥା, 1ରୁ 8th ପର୍ଯ୍ୟନ୍ତ ସେମାନେ
से अनुष्ठान से माने खाइबा को पाउथिले किंतु 9th 10th रो पिला माने न पाइबा जगो तांको भितरे निश्चय दुख रहुथिला। ये कथा को भी हमर माननीय मुख्यमंत्री अनुभव कले एवं वर्तमान आमे नवम और दशम को भी मध्याह्न भोजन देवार भी व्यवस्था करिछे एवं अतिरिक्त अंडा सहित 3टी लड्डू भी पोषण युक्त लड्डू देवार भी व्यवस्था है। तेणु निश्चय ता सहित भी आज जमी कहूले मान्यवर विधायिका भी कहूले एवं मान्यवर सांसद भी कहूले शिक्षा व्यवस्था परिवर्तन आने आवश्यकता। आमे समस्ते इंग्रेज माने जहाँ भारतीय शिक्षा व्यवस्था को करी जाइथिले आमे से आज पर्यंत भी रही। आज आम यशस्वी प्रधानमंत्री नरेंद्र मोदी जी से चिंता कले भारत शिक्षा व्यवस्था परिवर्तन आनबार अच्छे तापाई जातीय शिक्षा नीति 2020 भारत वर्ष लागू कले किंतु ओडिशा रे लागू हो नथिला। वर्तमान आमे भी ओडिशा रे भी जातीय शिक्षा नीति को लागू करबा को आज प्रति प्राइमरी स्कूल मानकर प्राथमिक स्कूल मानकर जो पिला मानकर 5 वर्ष पूर्ण होइछि से पिला माने केमिति स्कूल रे नाम लिखेबे सेठी पाई भी प्रवेश उत्सव परीक्षा उत्सव ए वर्ष प्रति स्कूल रे होइछि एवं जातीय शिक्षा नीति भारतीय भाषा संस्कृति ऐतिह्य एवं परंपरा सहित गौरवमय जो इतिहास रही ताकू विशेष करी जातीय शिक्षा नीति रे ताकू आधार करी पाठ पढ़ाइबार व्यवस्था हम से सरकार जातीय शिक्षा नीति जमी भूल हो पार से भी 3 दिन धरी वर्कशॉप है एवं से अनेक जातीय स्तर विशेषज्ञ माने से माने भी उपस्थित रहिले बहुत चिंतन मंथन है आज ओडिशा रे जातीय शिक्षा नीति आज कार्यकारी होगा जाउछि। तेणु बंधुगण एमिति अनेक विषय अच्छी आम निश्चय ओडिशा शिक्षा व्यवस्था परिवर्तन आनिबा समस्तंकर सहयोग रे समस्तंकर प्रयास रे आज भी एमती अनेक बदान्य व्यक्ति अछंती गत दिन रे भी जे मानकर आज ओडिशा शिक्षा व्यवस्था